জয় মা তারিণী সংকট মোচন মঙ্গলকারিণী মা তারিণী জয়। জয় মা ତାରିଣୀ ଓଡ଼ିଶାର ଆଧ୍ୟାତ୍ମିକ ଆକାଶର ଏକ ଉଜ୍ଜ୍ୱଳ ନକ୍ଷତ୍ର। କେନ୍ଦୁଝର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ଘଟଗାଁର ଅଧିଷ୍ଠାତ୍ରୀ ଦେବୀ। ଆପଣ ଏବେ ଯେଉଁ ସୁନ୍ଦର ଚିତ୍ରଟି ଦେଖୁଛନ୍ତି ତାହା ହେଉଛି ଆମର ପରମ ଆରାଧ୍ୟା ମା ତାରିଣୀଙ୍କର ସେହି ଦିବ୍ୟ ରୂପ। ନାଲି ମଖମଲି ମନ୍ଦାର ଓ ରକ୍ତ ଗୋଲାପର ଗହଣରେ ଶୋଭା ପାଉଥିବା ମାଙ୍କର ଏହି ମୁଖମଣ୍ଡଳକୁ ଚାହିଁଲେ ମନ ପ୍ରାଣ ଭକ୍ତିରେ ଆନ୍ଦୋଳିତ ହୋଇଉଠେ। ମାଙ୍କର ଦୁଇଟି ବଡ଼ ବଡ଼ ସଜଳ ଚକ୍ଷୁ ଏବଂ କପାଳରେ ଉଜ୍ଜ୍ୱଳ ସିନ୍ଦୁରର ତିଳକ ସତେ ଯେମିତି କୋଟି କୋଟି ଭକ୍ତଙ୍କୁ ଅଭୟ ପ୍ରଦାନ କରୁଛି। ମା ହେଉଛନ୍ତି କରୁଣାମୟୀ, ଜଗତ ଜନନୀ। ସେ ନିଜ ଭକ୍ତର ସାମାନ୍ୟ ଗୁହାରିରେ ପ୍ରସନ୍ନ ହୁଅନ୍ତି। ସେଥିପାଇଁ ତ ମାଙ୍କ ପାଖରେ କୌଣସି ବଡ଼ ଭୋଗରାଗ ନୁହେଁ, ବରଂ ଶ୍ରଦ୍ଧାର ସହ ଅର୍ପଣ କରାଯାଇଥିବା ଏକ ଜଡ଼ିଆ ନଡ଼ିଆ ହିଁ ସବୁଠାରୁ ପ୍ରିୟ। ଓଡ଼ିଶାର କୋଣ ଅନୁକୋଣରୁ ପ୍ରତିଦିନ ହଜାର ହଜାର ନଡ଼ିଆ ମାଙ୍କ ପୀଠକୁ ଆସିଥାଏ। ଚାଲନ୍ତୁ ଆଜି ଏହି ପବିତ୍ର ସ୍କ୍ରିପ୍ଟ ମାଧ୍ୟମରେ ମାଙ୍କର ସେହି ଅଲୌକିକ ମହିମା ଏବଂ ଘଟଗାଁ ଆସିବାର ପୌରାଣିକ କାହାଣୀକୁ ଗଭୀର ଭାବେ ଅନୁଭବ କରିବା। ମା ତାରିଣୀଙ୍କର ଘଟଗାଁ ଆଗମନର କାହାଣୀ ଅତ୍ୟନ୍ତ ଚିତ୍ତାକର୍ଷକ ଏବଂ ଚମତ୍କାରିତାରେ ଭରା। କିମ୍ବଦନ୍ତୀ କହେ, ପୁରୀର ଗଜପତି ମହାରାଜା ପୁରୁଷୋତ୍ତମ ଦେବ ଯେତେବେଳେ କାଞ୍ଚି ଅଭିଯାନରେ ବାହାରିଥିଲେ, ସେତେବେଳେ ସେ କାଞ୍ଚିର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀଙ୍କୁ ପ୍ରାର୍ଥନା କରିଥିଲେ। ଯୁଦ୍ଧରେ ବିଜୟ ଲାଭ କରିବା ପରେ ଗଜପତି ମାଙ୍କୁ ନିଜ ସହିତ ଓଡ଼ିଶା ନେଇ ଆସିବାକୁ ଇଚ୍ଛା ପ୍ରକାଶ କଲେ। କେନ୍ଦୁଝରର ତତ୍କାଳୀନ ଭଞ୍ଜବଂଶୀୟ ରାଜା ଗୋବିନ୍ଦ ଭଞ୍ଜ ଗଜପତିଙ୍କର ସେହି ଯୁଦ୍ଧରେ ମୁଖ୍ୟ ସେନାପତି ଥିଲେ ଏବଂ ତାଙ୍କର ନିଷ୍ଠାରେ ପ୍ରସନ୍ନ ହୋଇ ଗଜପତି ମାଙ୍କୁ କେନ୍ଦୁଝର ନେବା ପାଇଁ ଅନୁମତି ଦେଇଥିଲେ। ମା ତାରିଣୀ ରାଜା ଗୋବିନ୍ଦ ଭଞ୍ଜଙ୍କ ସହିତ ଆସିବାକୁ ସମ୍ମତି ପ୍ରକାଶ କଲେ, କିନ୍ତୁ ତାଙ୍କର ଏକ ସର୍ତ୍ତ ଥିଲା। ମା କହିଲେ, ମୁଁ ତୁମ ଘୋଡ଼ାର ପଛେ ପଛେ ଚାଲି ଚାଲି ଆସିବି, ତୁମେ ଆଗରେ ଯିବ। ମୋର ନୂପୁରର ଝଙ୍କାର ଶୁଣି ତୁମେ ଜାଣିପାରିବ ଯେ ମୁଁ ତୁମ ପଛରେ ଅଛି, କିନ୍ତୁ ଭୁଲରେ ବି ପଛକୁ ବୁଲି ଚାହିଁବ ନାହିଁ। ଯେଉଁ ମୁହୂର୍ତ୍ତରେ ତୁମେ ପଛକୁ ଚାହିଁବ, ମୁଁ ସେହି ସ୍ଥାନରେ ହିଁ ପାଷାଣ ପାଲୁଟିଯିବି। ରାଜା ଗୋବିନ୍ଦ ଭଞ୍ଜ ଏହି ସର୍ତ୍ତ ସ୍ୱୀକାର କରି ଘୋଡ଼ା ଚଳାଇ ଆଗକୁ ବଢ଼ିଲେ। ମାଙ୍କ ନୂପୁରର ରୁଣୁଝୁଣୁ ଶବ୍ଦ ରାଜାଙ୍କୁ ପଥ ପ୍ରଦର୍ଶନ କରୁଥିଲା। ଦୀର୍ଘ ପଥ ଅତିକ୍ରମ କରିବା ପରେ ବର୍ତ୍ତମାନର ଘଟଗାଁର ସେହି ଘଞ୍ଚ ଜଙ୍ଗଲ ଘେରା ଅଞ୍ଚଳରେ ପହଞ୍ଚିବା ବେଳକୁ ଘୋଡ଼ାର ଟାପୁ ଶବ୍ଦ ଏବଂ ଶୁଖିଲା ପତ୍ରର ଶବ୍ଦ ଯୋଗୁଁ ରାଜାଙ୍କୁ ମାଙ୍କ ନୂପୁର ଧ୍ୱନି ଶୁଣାଗଲା ନାହିଁ। ରାଜା ବ୍ୟାକୁଳ ହୋଇ ପଡ଼ିଲେ। ମନରେ ଶଙ୍କା ଆସିଲା, ମା ମୋ ସହିତ ଆସୁଛନ୍ତି ତ? ଭୟ ଏବଂ ଆଶଙ୍କାରେ ବଶବର୍ତ୍ତୀ ହୋଇ ରାଜା ନିଜର ସର୍ତ୍ତ ଭୁଲି ପଛକୁ ବୁଲି ଚାହିଁଦେଲେ। ବାସ୍ ସେତିକିବେଳେ ମା ରାଜାଙ୍କୁ କହିଲେ, ହେ ରାଜନ, ତୁମେ ତୁମର ସର୍ତ୍ତ ଭଙ୍ଗ କରିଛ। ମୁଁ ଆଉ ଆଗକୁ ଯାଇପାରିବି ନାହିଁ। ଏହି ପବିତ୍ର ବୈତରଣୀ କୂଳର ଘଞ୍ଚ ଅରଣ୍ୟ ହିଁ ମୋର ଆସ୍ଥାନ ହେବ। ସେହିଦିନଠାରୁ ମା ଘଟଗାଁରେ ପୂଜା ପାଇ ଆସୁଛନ୍ତି। ଘଟଗାଁ ପୀଠର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ମାଙ୍କର ନଡ଼ିଆ ସେବା। ଓଡ଼ିଶାର ଯେକୌଣସି ପ୍ରାନ୍ତରେ ଥାଇ ଆପଣ ଯଦି ମନସ୍କାମନା ପୂରଣ ପାଇଁ ମାଙ୍କ ଉଦ୍ଦେଶ୍ୟରେ ଏକ ନଡ଼ିଆ ବାହାର କରି ରଖନ୍ତି, ତେବେ ତାହା କୌଣସି ନା କୌଣସି ଜରିଆରେ ଘଟଗାଁ ମନ୍ଦିରରେ ପହଞ୍ଚିଯାଏ। ବସ୍, ଟ୍ରକ୍ କିମ୍ବା ଯେକୌଣସି ଯାନବାହନରେ ଭକ୍ତମାନେ ନଡ଼ିଆଟିଏ ଦେଲେ ଚାଳକମାନେ ତାହାକୁ ଆଦରର ସହ ସଂଗ୍ରହ କରି ମାଙ୍କ ପୀଠକୁ ପଠାଇଥାନ୍ତି। ଏହା ବିଶ୍ୱର ଏକମାତ୍ର ଏପରି ସ୍ଥାନ ଯେଉଁଠି ସେବା ଏବଂ ବିଶ୍ୱାସର ଏକ ଅଦ୍ଭୁତ ଶୃଙ୍ଖଳା ଦେଖିବାକୁ ମିଳେ। ମାଙ୍କର ଏହି ପୀଠ କୌଣସି ବଡ଼ କାରୁକାର୍ଯ୍ୟପୂର୍ଣ୍ଣ ପ୍ରାସାଦ ଭିତରେ ନାହିଁ। ଶାଳ ପିଆଶାଳର ଘଞ୍ଚ ଜଙ୍ଗଲ ଘେରା ପ୍ରାକୃତିକ ପରିବେଶ ଭିତରେ ମା ମୁକ୍ତ ଆକାଶ ତଳେ ବିରାଜମାନ କରନ୍ତି। ପ୍ରକୃତିର ସାର୍ବଭୌମତ୍ୱ ଭିତରେ ମାଙ୍କର ଦର୍ଶନ ମନକୁ ଏକ ଅପୂର୍ବ ଶାନ୍ତି ପ୍ରଦାନ କରିଥାଏ। ମାଙ୍କର ମୁଖ୍ୟ ସେବାୟତ ହେଉଛନ୍ତି ସେହି ଅଞ୍ଚଳର ଆଦିବାସୀ ଦେହୁରୀ ସମ୍ପ୍ରଦାୟର ଲୋକେ, ଯାହା ପ୍ରମାଣ କରେ ଯେ ମା କେବଳ ଶାସ୍ତ୍ରୀୟ ନୁହନ୍ତି, ବରଂ ଜନଜାତି ଓ ଲୋକ ସଂସ୍କୃତିର ପରମ ପ୍ରତୀକ। ঝুমুছি জগত মাগো তোর নামে, বিরাজিছু মাগো তুহি
ঘটগাঁ ধামে লোহিত মন্দার চিত্রে শোভা পায় মুখ তো চরণে চাহিলে মা দূর হুয়ে দুঃখ জয় মা তারিণী জয় মা তারিণী তুহি পরাপতি তপাবনী ঘটগাঁ বাসিনী মন্দার মালিনী তুহি আম সংসার তারিণী। କୁହାଯାଏ ମା ତାରିଣୀଙ୍କର ଦରବାରରୁ କେହି କେବେ ଖାଲି ହାତରେ ଫେରେ ନାହିଁ। ଦୁଃଖୀ ରଙ୍କି ଧନୀ ମାନି ସମସ୍ତେ ମାଙ୍କ ଆଗରେ ସମାନ। ଯେତେବେଳେ ଜୀବନର ସମସ୍ତ ରାସ୍ତା ବନ୍ଦ ହୋଇଯାଏ ସେତେବେଳେ ମାଙ୍କ ନାମ ସ୍ମରଣ କଲେ ବିପଦ କଟିଯାଏ। ବିଶେଷ କରି ଓଡ଼ିଶାର ଗାଡ଼ି ଚାଳକମାନେ ମାଙ୍କ ଉପରେ ଅଗାଧ ବିଶ୍ୱାସ ରଖନ୍ତି। ଯାତ୍ରା ଆରମ୍ଭ କରିବା ପୂର୍ବରୁ ମାଙ୍କ ନାମ ସ୍ମରଣ କଲେ ଦୁର୍ଘଟଣା ଏବଂ ବିପଦ ଦୂରେଇ ଯାଏ ବୋଲି ସମସ୍ତଙ୍କର ଦୃଢ଼ ବିଶ୍ୱାସ ରହିଛି। ମାଙ୍କର ଚାରିପାଖରେ ଥିବା ଏହି ଲାଲ ମନ୍ଦାର ଫୁଲ କେବଳ ସୌନ୍ଦର୍ଯ୍ୟ ନୁହେଁ ବରଂ ଭକ୍ତର ହୃଦୟର ଭକ୍ତିକୁ ଦର୍ଶାଏ। ପ୍ରତିବର୍ଷ ମହାବିଷୁବ ସଂକ୍ରାନ୍ତି ବା ଓଡ଼ିଆ ନବବର୍ଷ ସମୟରେ ଘଟଗାଁରେ ମାଙ୍କର ପ୍ରସିଦ୍ଧ ତାରିଣୀ ମେଳା କିମ୍ବା ଚୈତ୍ର ପର୍ବ ଅନୁଷ୍ଠିତ ହୁଏ। ଏହି ସମୟରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୁଏ। ସେହିଦିନ ମାଙ୍କର ସୁନାବେଶ ମଧ୍ୟ ଅନୁଷ୍ଠିତ ହୋଇଥାଏ, ଯାହାକୁ ଦର୍ଶନ କଲେ ଜନ୍ମ ଜନ୍ମାନ୍ତରର ପାପ ଧୋଇଯାଏ ବୋଲି ବିଶ୍ୱାସ ରହିଛି। ମା ତାରିଣୀ କେବଳ ଏକ ଶକ୍ତିର ପ୍ରତୀକ ନୁହନ୍ତି, ସେ ହେଉଛନ୍ତି କୋଟି କୋଟି ଭକ୍ତଙ୍କର ଆପଣାର ମା। ଯେପରି ଜଣେ ମା ନିଜ ସନ୍ତାନର ସବୁ ଅଳି ଅର୍ଦ୍ଦଳି ସହିନିଏ, ମା ତାରିଣୀ ମଧ୍ୟ ତାଙ୍କ ପାଖକୁ ଆସୁଥିବା ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କର ସବୁ ଭୁଲକୁ କ୍ଷମା କରି କୋଳେଇ ନିଅନ୍ତି। ଆପଣ ଦେଖୁଥିବା ମାଙ୍କର ଏହି ଦିବ୍ୟ ଚିତ୍ରରେ ଯେଉଁ ବଡ଼ ବଡ଼ ସଜଳ ଆଖି ରହିଛି, ସେଥିରେ କେବଳ କରୁଣ ଏବଂ ଭଲ ପାଇବା ଭରି ରହିଛି। ସେଇଥିପାଇଁ ତ ଛୋଟ ପିଲାଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ମାଙ୍କ ଆଗରେ ନିଜ ମନର ସବୁ ସୁଖ ଦୁଃଖ ବାଣ୍ଟି ଦିଅନ୍ତି ଏବଂ ଏକ ଅନାବିଳ ମାତୃତ୍ୱର ଆଶୀର୍ବାଦ ନେଇ ଫେରନ୍ତି। নুপুরর রুণু ঝুণু শেষ মন হজিলা ସେହି ଦିନୁ ଘଟଗାଁ ତୋ ପୀଠ ସାଜିଲା ଜୟ ମା ତାରିଣୀ ଜୟ ମା ତାରିଣୀ ତୁହି ପରାପତି ତପାବনী ঘটগাঁ বাসিনী মন্দার মালিনী তুহি আম সংসার তারিণী। ଘଟଗାଁ ପୀଠର ପ୍ରାକୃତିକ ସୌନ୍ଦର୍ଯ୍ୟ ଏହାର ଆଧ୍ୟାତ୍ମିକତାକୁ ଆହୁରି ଦ୍ୱିଗୁଣିତ କରିଥାଏ। ପବିତ୍ର ବୈତରଣୀ ନଦୀର ଅବବାହିକା ଏବଂ ଘଞ୍ଚ ସବୁଜ ଅରଣ୍ୟ ମଧ୍ୟରେ ଅବସ୍ଥିତ ମାଙ୍କର ଏହି ଆସ୍ଥାନକୁ ଆସିଲେ ମନରୁ ସମସ୍ତ ସାଂସାରିକ ଚିନ୍ତା ଦୂର ହୋଇଯାଏ। ଏଠାକାର ପବନରେ ମନ୍ଦାର ଫୁଲର ସୁବାସ ଏବଂ ମାଙ୍କ ନାମର ଗୁଞ୍ଜରଣ ସତେ ଯେମିତି ପ୍ରତିଟି ଭକ୍ତର ଆତ୍ମାକୁ ପବିତ୍ର କରିଦିଏ। ଏହି ନିଛାଟିଆ ଶାନ୍ତ ପରିବେଶରେ ମାଙ୍କର ଧ୍ୟାନ କଲେ ମନକୁ ଏକ ଅଲୌକିକ ଶକ୍ତି ଏବଂ ଅପୂର୍ବ ଶାନ୍ତି ମିଳିଥାଏ, ଯାହା ଭକ୍ତକୁ ଭଗବାନଙ୍କ ସହ ସିଧାସଳଖ ଯୋଡ଼ିଥାଏ। ଆସିଲୁ ତୁ ଧାଇ ମାଗୋ କେନ୍ଦୁଝର ପଥେ নুপুরর রুণু ঝুণু শেষ মন হজিলা ସେହି ଦିନୁ ଘଟଗାଁ ତୋ ପୀଠ ସାଜିଲା ଜୟ ମା ତାରିଣୀ ଜୟ ମା ତାରିଣୀ ତୁହି
ପତିତ ପାବନୀ ଘଟଗାଁ ବାସିନୀ ମନ୍ଦାର ମାଳିନୀ ତୁହି ଆମ ସଂସାର ତାରିଣୀ। ଆସନ୍ତୁ ଆମେ ସମସ୍ତେ ଆଜି ଏହି ପବିତ୍ର ମୁହୂର୍ତ୍ତରେ ମା ତାରିଣୀଙ୍କ ଚରଣ କମଳରେ ପ୍ରଣିପାତ କରିବା। ହେ ମା ଜଗଜ୍ଜନନୀ, ତୁମର କୃପା ଦୃଷ୍ଟି ସମସ୍ତଙ୍କ ଉପରେ ବଜାୟ ରଖ। ସମସ୍ତଙ୍କ ସଂସାରକୁ ସୁଖ, ଶାନ୍ତି ଏବଂ ସମୃଦ୍ଧିରେ ଭରିଦିଅ। ସମସ୍ତଙ୍କର ଦୁଃଖ କଷ୍ଟକୁ ଦୂର କରି ଜୀବନ ରୂପୀ ନୌକାକୁ ଏହି ସଂସାର ସାଗରରୁ ପାରି କରାଇଦିଅ। ଯଦି ଆପଣ ମଧ୍ୟ ମାଙ୍କର ଏହି ଦିବ୍ୟ ସ୍ୱରୂପକୁ ଦେଖି ମନରେ ଭକ୍ତି ଅନୁଭବ କରୁଛନ୍ତି, ତେବେ କମେଣ୍ଟ ବକ୍ସରେ ଜୟ ମା ତାରିଣୀ ନିଶ୍ଚୟ ଲେଖନ୍ତୁ ଏବଂ ମାଙ୍କ ମହିମାକୁ ସମସ୍ତଙ୍କ ସହ ସେୟାର କରନ୍ତୁ। ମାଙ୍କ ଶ୍ଲୋକ: ସର୍ବମଙ୍ଗଳ ମାଙ୍ଗଲ୍ୟେ ଶିବେ ସର୍ବାର୍ଥ ସାଧିକେ ଶରଣ୍ୟେ ତ୍ରୟମ୍ବକେ ଗୌରୀ ନାରାୟଣୀ ନମୋସ୍ତୁତେ। ଜୟ ମା ତାରିଣୀ। ଘଟଗାଁ ବାସିନୀ ମା ତାରିଣୀଙ୍କ ଜୟ। জয় মা তারিণী তুই পরা পতিত পাবনী ঘটগাঁ বাসিনী মন্দার মালিনী তুই আম সংসার তারিণী। নড়িয়া নড়িয়া রে মা তু তুষ্ট হেউ ভক্তর গুহারি তু হি শুনি নেউ লাল সিন্দুরর তোর দিব্য সেহি রূপ নাশ করি দিয়ে মা গো ভব ভয় পাপ মা গো